ନମସ୍କାର, ଜୟ ଜଗନ୍ନାଥ। ଗତକାଲି ଲୋକଙ୍କ ସରକାର ବା ଡବଲ ଇଞ୍ଜିନ୍ ସରକାର ଡିକ୍ଲାରେସନ୍ ଦେଇଛନ୍ତି ବା ଘୋଷଣା କରିଛନ୍ତି ଓଡ଼ିଶାରେ ଗୁଟଖା ବନ୍ଦ ବା ପାନ ମସଲା ବା ଯୁବପିଢ଼ିଙ୍କୁ ଆକୃଷ୍ଟ କରୁଥିବା ଗୁଟଖା ସମ୍ପୂର୍ଣ୍ଣ ଭାବେ ନିଷେଧ। ଠିକ୍ ଅଛି, ୱେଲକମ୍। ଏସବୁ ଜିନିଷକୁ ଆମେ କେବେ ହେଲେ ମାନେ କ'ଣ ବିରୋଧ ବା ଏଗ୍ନେଷ୍ଟ ଲଢ଼ିବା କିଛି ମୂଲ୍ୟ ନଥାଏ, କିନ୍ତୁ ଏହାକୁ ଆମେ ବି ସ୍ୱାଗତ କରିବା। କାହିଁକିନା ଯୁବପିଢ଼ି, ଆଜିକା ଯୁବପିଢ଼ି ସମସ୍ତେ ପ୍ରାୟ ଗୁଟଖା ପାନ ମୋହରେ ସମସ୍ତେ ପ୍ରାୟତଃ 70% ଏସବୁ ଜିନିଷ ମାନେ ଯେତିକି ମାନେ କ'ଣ ଗାଁ ଗହଳିରେ ବହୁତ ୟାର ଦୌରାତ୍ମ୍ୟ ଚାଲିଛି ବା ଗାଁ ଗହଳିରେ ଗୁଟଖାର ଚାହିଦା ବହୁତ ବା ପାନ ଗୁଟଖା ଏସବୁ ଜିନିଷର ଚାହିଦା ବହୁତ। ତ ସେଥିପାଇଁ ସରକାର ଏହାକୁ ବ୍ୟାନ୍ କଲେ ଆମେ ବି ବହୁତ ଖୁସି। ମାନେ ଗୁଟଖା ବ୍ୟାନ୍ ହେବା ବି ଆବଶ୍ୟକତା ଅଛି। ଗୁଟଖା ଗୋଟେ ଏମିତି ଜିନିଷ ମାନେ ୟା କବଳରେ ଯିଏ ୱାନ୍ସ ପଡ଼େ ବା ଏଥିରେ ଯିଏ ଆକ୍ୱେଣ୍ଟେଡ଼ ହେଇଯାଏ, ଅଭ୍ୟସ୍ତ ହେଇଯାଏ, ତାକୁ ଛାଡ଼ିବା ବି ବହୁତ କଷ୍ଟକର। ତ ଏହାକୁ ବ୍ୟାନ୍ କରାଯାଉ, କିଛି ଅସୁବିଧା ନାହିଁ। କିନ୍ତୁ ସରକାର ଏ ଛୋଟକୁଟିଆ ପାନ ଦୋକାନୀ ଏମାନଙ୍କୁ ମାନେ ଫାଇନ୍ କଲେ କିଛି ଫାଇଦା ହେବନି। ଯଦି ବନ୍ଦ କରୁଛନ୍ତି ପୁରା ସେ ମାନେ କ'ଣ ସେ ଯେଉଁ କାରଖାନା ହେଇଛି ନା ସେଇଠୁ ହିଁ ବନ୍ଦ ହଉ। ସେଇଠୁ ବନ୍ଦ ହେଲେ ଅଟୋମେଟିକଲି ସବୁଠି ବନ୍ଦ ହେଇପାରିବ। ସେ ପାନ ଦୋକାନରେ ପାନ ଗୁଟଖା ମିଳିବନି କି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବନି। ତ ଏହାକୁ ଟିକେ ଧ୍ୟାନ ଦେବାର ଅଛି। ନଚେତ୍ ପୂର୍ବ ସରକାର ଭଳି 2013 ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବା ବର୍ତ୍ତମାନର ବିରୋଧୀ ଦଳ ନେତା ମାନ୍ୟବର ନବୀନ ପଟ୍ଟନାୟକଙ୍କ ଅମଳରେ ଏଭଳିଆ ଗୋଟେ ନିଷ୍ପତ୍ତି ହେଇଥିଲା ଗୁଟଖା ବ୍ୟାନ୍ କରିବା ପାଇଁ, କିନ୍ତୁ ତା କେଉଁ ଫାଇଲ୍ ତଳେ ଚାପି ହେଇକି ରହିଗଲା ଯେ ଆଜି ପର୍ଯ୍ୟନ୍ତ ହେଇପାରିଲା ନାହିଁ। ଯାହା ହଉ ନୂତନ ସରକାର, ଡବଲ ଇଞ୍ଜିନ୍ର ସରକାର ଗୁଟଖା ବ୍ୟାନ୍ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାକୁ ଆମେ ସ୍ୱାଗତ କରୁଛୁ। ଆଉ ପୂର୍ବ ସରକାର ଭଳି ଏ ସରକାରର ଗୁଟଖା ବା ପାନ ମସଲା ବ୍ୟାନ୍ ଫାଇଲ୍ ତଳେ ନ ରହୁ, ଆକ୍ଟିଭ୍ ହେଉ। ଆଉ ଲୋକଙ୍କ ସରକାର ବୋଲି ଯେଉଁ ଡିଣ୍ଡିମ ପିଟୁଛନ୍ତି ସରକାର, ତାହାକୁ ଲୋକଙ୍କର ସରକାର ବୋଲି ଏବେଠୁ ମାନେ ପୁରା ଫୁଲି ଷ୍ଟ୍ରିକ୍ଟଲି ଗୁଟଖାକୁ ବ୍ୟାନ୍ କରାଯାଉ। ବା ସେ ଯେଉଁ ଗୁଟଖା କାରଖାନା ଯେଉଁଠି ଅଛି ସେଠି ପ୍ରଥମେ ଚଢ଼ଉ କରାଯାଉ। ସେଇଠୁ ହିଁ ବନ୍ଦ ହେଲେ ଓଡ଼ିଶାରେ ବନ୍ଦ ହେଇପାରିବ, ନଚେତ୍ ନାହିଁ। ଏବେ 5 ଟଙ୍କା ନେଉଥିଲେ ଗୁଟଖା ଗୋଟାକ, ଏବେ 10 ଟଙ୍କା 15 ଟଙ୍କା ଲେଖାଏଁ କାଲିଠୁ ଷ୍ଟାର୍ଟ କରିଛନ୍ତି ଲୋକ। କିଛି ଅସାଧୁ ବ୍ୟବସାୟୀ ବା ଯେଉଁମାନେ ଏହାକୁ ବ୍ୟବସାୟ କରିକି ମାଲେମାଲ ହେଇଛନ୍ତି, ସେମାନେ ଏବେ କାଲିଠୁ 5 ଟଙ୍କା ଜାଗାରେ 15 ଟଙ୍କା 10 ଟଙ୍କା ଲେଖାଏଁ ନେବା ଆରମ୍ଭ କଲେଣି। ତ ସରକାରଙ୍କୁ ନିବେଦନ, ଟିକେ ମାନେ ଛୁଟୁକୁଟିଆ ଦୋକାନୀକି ନ ଧରିକି ବଡ଼ ବଡ଼ ମାଲିକଙ୍କୁ ଧରନ୍ତୁ ବା ଯେଉଁମାନେ ଗୁଟଖା ତିଆରି କାରଖାନା କରିଛନ୍ତି ସେମାନଙ୍କୁ ପ୍ରଥମେ ସେଇଠୁ ହିଁ ବ୍ୟାନ୍ କରାଯାଉ। ବ୍ୟାନ୍ କଲେ ହିଁ ଗୁଟଖା ଓଡ଼ିଶାରେ ବନ୍ଦ ହେଇପାରିବ, ନଚେତ୍ ନାହିଁ ଛୁଟୁକୁଟିଆ ଦୋକାନୀକି ଯଦି ଆପଣ ଫାଇନ୍ କରିବେ ତ କିଛି ଫାଇଦା ହେବନି। ଆକୁ ଟିକେ ଧ୍ୟାନ ଦେବେ। ରହିଲି, ନମସ୍କାର। କିନ୍ତୁ ବ୍ୟାନ୍ ହଉ, ଆମେ ବହୁତ ସ୍ୱାଗତ କରୁଛୁ ଏସବୁ ଏ ଡିସିସନ୍କୁ ସରକାରଙ୍କର। ଆମେ ଏଥର ମଧ୍ୟ ବହୁତ ଖୁସି। ମୁଁ ବି ନିଜେ ମାନେ ଗୁଟଖା କବଳରେ ପ୍ରାୟତଃ 2 ବର୍ଷ ହେଲା ବନ୍ଦ କରିଛି। ଗୁଟଖା କବଳରୁ 2 ବର୍ଷ ହେଲା ନିଜକୁ ଦୂରେଇ ରଖିଛି। ତ ୟାକୁ ବ୍ୟାନ୍ କରାହେଲେ ଆହୁରି ପୁରା ନିଟ୍ ଆଣ୍ଡ କ୍ଲିନ୍ ହେଇଯିବ, ଭଲ ହେବ। ଆଉ ଆମର ଯୁବପିଢ଼ି ଆଜିକା ଡେଟ୍ ଯେଉଁ କ୍ୟାନ୍ସରରେ ବା ମୁଖ କର୍କଟରେ ଆକ୍ରାନ୍ତ ହେଉଛନ୍ତି ବହୁତ ବି ମୁଁ ଭାବୁଛି ଓଡ଼ିଶାରୁ। ତ ସରକାରଙ୍କର ଏଇ ନିଷ୍ପତ୍ତି ମାନେ ସାଧାରଣ ଲୋକଙ୍କୁ ସୁହାଇଲା ଭଳିଆ। ତ ଆମେ ଏହାକୁ ସ୍ୱାଗତ କରୁଛୁ। ଆଉ ସରକାରଙ୍କର ଏ ଗୁଟଖା ବ୍ୟାନ୍ ଉପରେ ଆହୁରି ଭଲ ପଦକ୍ଷେପ ନିଅନ୍ତୁ, ଏହା ହିଁ କାମନା କରୁଛୁ। ରହିଲୁ, ନମସ୍କାର।